ତାଙ୍କ ନାଁ ଥିଲା ଲାଲି ରଣସିଂ। ବୟସ ମାତ୍ର 24 ବର୍ଷ। 24 ବର୍ଷରେ ସେ ହୋଇଯାଇଥିଲେ ଜିଲ୍ଲା ଜଜ୍। 2 ବର୍ଷ ହେଲା ନିଯୁକ୍ତି ମିଳିଥିଲା। ଆଉ ଯେବେଠୁ ସେ ବିଚାରପତି ହୋଇଥିଲେ ସେବେଠୁ ତାଙ୍କ ନାଁ ଶୁଣିଲେ କ୍ରିମିନାଲ କାହିଁକି ପୋଲିସ ଓ ନେତା ବି ଥରୁଥିଲେ। କାହିଁକି ନା ସେ କାହା କଥା ଶୁଣୁଥିଲେ ନା କାହାକୁ ଖାତିର କରୁଥିଲେ। ଫଇସଲା କରୁଥିଲେ ଧଡ଼ାଧଡ଼। କିଛି ଦିନ ହେଲା ତାଙ୍କ ପାଖକୁ ବାରମ୍ବାର ଚିଠି ଆସି ପହଞ୍ଚୁଥିଲା। ଯେତେବେଳେ ସେ ଗୋଟିଏ ପରେ ଗୋଟିଏ ଚିଠି ଖୋଲି ପଢ଼ିଲେ ତାଙ୍କର ରକ୍ତ ଗରମ ହୋଇଗଲା, ମୁଣ୍ଡ ଗୋଳମାଳ ହୋଇଗଲା। ନିଷ୍ପତ୍ତି ନେଲେ ନିଜେ ଯାଇ ତଦନ୍ତ କରିବେ। ପରଦିନ ସେ ସାଧାରଣ ପରିବାରର ଝିଅ ଭାବରେ ଚୁଡ଼ିଦାର ପିନ୍ଧିଲେ। ଚୁଡ଼ିଦାରରେ ଏକ ସିକ୍ରେଟ କ୍ୟାମେରା ଲଗାଇଲେ। ସାଧାରଣ ଝିଅ ଭାବରେ ଚୁଟି କୁଣ୍ଡାଇ ସାଥିରେ ଭାଇକୁ ନେଇ ଥାନାକୁ ବାହାରି ପଡ଼ିଲେ। ଥାନାରେ ପହଞ୍ଚିବା ବେଳକୁ ରାତି 12ଟା ହୋଇଥିଲା। ଜଣେ କନେଷ୍ଟବଳ ଭିତରେ ଥିଲେ। କବାଟ ଖୋଲି ଭିତରକୁ ପଶିଲେ ଲାଲି ମ୍ୟାଡାମ। ଭିତରେ ପଶିବାର କିଛି ସମୟ ହୋଇଛି କି ନା ଲାଲିଙ୍କ ସହିତ କିଛି ଏମିତି ଘଟଣା ଘଟିଲା ଶୁଣିଲେ ଆପଣଙ୍କର ରକ୍ତ ଗରମ ହୋଇଯିବ। ଭରତପୁରଠାରୁ ବି ବଳିଗଲା ଏ ଘଟଣା। ଲାଲିଙ୍କ ସହିତ କ'ଣ ଘଟିଲା ସେ ଥାନାରେ? ଜଣେ ବିଚାରପତି ହୋଇ ସେ ଏକ ଏମିତି ପଦକ୍ଷେପ ନେଲେ ସମଗ୍ର ପୋଲିସ ବିଭାଗ ଦୋହଲିଗଲା। ଏହା ଏକ ସଚେତନ ଧର୍ମୀ ଭିଡିଓ, ତେଣୁ ସମ୍ପୂର୍ଣ୍ଣ ଭିଡିଓ ଦେଖିବା ନିହାତି ଦରକାର। ଭିଡିଓକୁ ଲାଇକ୍ ଆଉ ସେୟାର କରିଦେବେ। ଫଳରେ ଆପଣଙ୍କ ଚାରିପାଖରେ ଥିବା ଲୋକ ବି ସଚେତନ ହୋଇପାରିବେ। ଯେଉଁମାନେ ପୁରା ଦେଖିବା ସହିତ ଲାଇକ୍ ସେୟାର କରି କମେଣ୍ଟରେ ନିଜର ନାଁ ଓ ଜାଗା ନାଁ ଲେଖିବେ, ପରବର୍ତ୍ତୀ ଭିଡିଓରେ ସେମାନଙ୍କର ନାଁ ଘୋଷଣା ହେବ। ପାଠରେ ଯେମିତି ଧୁରନ୍ଧର, ସାଠରେ ବି ସେମିତି ଧୁରନ୍ଧର। ପାଖ ପଡ଼ୋଶୀ ବନ୍ଧୁବାନ୍ଧବ ସବୁବେଳେ କହୁଥିଲେ କି ଝିଅ ହୋଇକି ଏମିତି କ'ଣ, ବଡ଼ ହେଲେ ଅସୁବିଧା ହେବ। ହେଲେ ପିଲାଦିନରୁ ହିଁ ସାହସ ଦେଖାଉଥିଲେ ଲାଲି। ନିଜ ଇଚ୍ଛା, ସାହସ ଓ ଆତ୍ମସ୍ୱାଭିମାନରେ ଜିଇଥିବା ଲାଲି ଯେତେବେଳେ ବଡ଼ ହୋଇଗଲେ ସମସ୍ତଙ୍କର ମୁହଁ ଚୁପ୍ କରିଦେଲେ। ପିଲାଦିନୁ ସ୍ୱପ୍ନ ଥିଲା ବିଚାରପତି ହେବା। ସମାଜରୁ ଭ୍ରଷ୍ଟାଚାରିତା, ସ୍ୱେଚ୍ଛାଚାରିତା, ଅପରାଧ ଦୂରେଇ ଅସହାୟ ଗରିବଙ୍କୁ ନ୍ୟାୟ ବାଣ୍ଟିବା ତାଙ୍କର ପିଲାଦିନରୁ ସ୍ୱପ୍ନ ଥିଲା। ଏଥିପାଇଁ ଖୁବ୍ ପରିଶ୍ରମ କରିଥିଲେ ସେ। ଶେଷରେ ତାଙ୍କର ହିଁ ବିଜୟ ହୋଇଥିଲା। 2022 ନଭେମ୍ବର 2 ତାରିଖରେ ସେ ହୋଇଗଲେ ବିଜେତା। ଅର୍ଥାତ୍ ସର୍ବକନିଷ୍ଠ ଭାବରେ ସେ ଜିଲ୍ଲା ବିଚାରପତି ଆସନରେ ଅଳଙ୍କୃତ ହେଲେ। ଯେଉଁଦିନ ସେ ବିଚାରପତି ଆସନରେ ବସିଲେ ନିଜ ଭିତରେ ଏକ ପ୍ରତିଜ୍ଞା କରିଥିଲେ କି ଯାହା ବି ହେଇଯାଉ ସେ କାହାକୁ ବି ଭ୍ରୂକ୍ଷେପ କରିବେନି। ନିୟମ ଅନୁସାରେ ସେ ସମସ୍ତଙ୍କୁ ସମାନ ନ୍ୟାୟ ଦେବେ। ଖାସ୍ ସେହି ଅନ୍ଦାଜ ପାଇଁ ସେ ଗତ 2 ବର୍ଷ ଭିତରେ ଚର୍ଚ୍ଚିତ ହୋଇସାରିଥିଲେ। ସେ ଯାହା ବି କେସ୍ ଥାଉ ନା କାହିଁକି କାହା କଥା ବି ଶୁଣୁନଥିଲେ କି କାହାକୁ ଭ୍ରୂକ୍ଷେପ କରୁନଥିଲେ। ଆଉ ଫଇସଲା କରୁଥିଲେ ଧଡ଼ାଧଡ଼। ପିଲାଦିନରୁ ହିଁ ବାପା ସଚ୍ଚୋଟତାର ଶିକ୍ଷା ଦେଇଥିଲେ। ସଂସ୍କୃତି ଓ ପରମ୍ପରା ଭିତରେ ରହି ସେ ନିଜକୁ ଗଢ଼ି ତୋଳିଥିଲେ। ଗତ 2 ବର୍ଷ ଭିତରେ ସେ ଜିଲ୍ଲାରେ ପୁରା ପରିଚିତ ହୋଇସାରିଥିଲେ। ଏତେ ଛୋଟ ବୟସରେ ବି ସମସ୍ତେ ତାଙ୍କୁ ଖାତିର କରୁଥିଲେ। କ୍ରିମିନାଲ ବି ତାଙ୍କୁ ଡରୁଥିଲେ। ସେଥିପାଇଁ ତ ରାତିରେ ସେ ଏକା ଯିବାକୁ ଡରୁନଥିଲେ। କାରଣ ସେ ଥିଲେ ମାର୍ଶାଲ ଆର୍ଟରେ ବ୍ଲାକ୍ ବେଲ୍ଟ ଧାରୀ। ଘଟଣା ଥିଲା ଏଇ ଅଗଷ୍ଟ ମାସ 7 ତାରିଖ। ସମୟ ଦିନ 9ଟା। ନିଜେ କାର୍ ଚଳାଇ ଯେତେବେଳେ ସେ ରାସ୍ତାରେ ଯାଉଥିଲେ ଅଧା ବାଟରେ ଅଟକାଇଲେ ଜଣେ ଯୁବତୀ। ଲାଲି ମ୍ୟାଡାମ ଗାଡ଼ି ଅଟକାଇଲେ ଆଉ ପଚାରିଲେ, କ'ଣ ହେଲା, କାହିଁକି ଗାଡ଼ି ଅଟକାଇଲ? ସେ ଝିଅ ଜଣକ କାନ୍ଦ କାନ୍ଦ ହୋଇ କହିଲେ, ମ୍ୟାଡାମ, ଆପଣଙ୍କ ସହିତ କିଛି କଥା ହେବାକୁ ଚାହେଁ। ବହୁତ ଥର ଆପଣଙ୍କୁ ଭେଟିବାକୁ କୋର୍ଟ ଓ ଆପଣଙ୍କ ଘରକୁ ଯାଇଛି, ହେଲେ ଭେଟି ପାରିନି। ବାଧ୍ୟ ହୋଇ ମୁଁ ଆପଣଙ୍କୁ ଏଇଠି ଅଟକାଇଲି। ମୋତେ କ୍ଷମା କରିଦେବେ। ମୁଁ ଜଣେ ଗରିବ ଝିଅ, ଅସହାୟ ହୋଇ ଆପଣଙ୍କୁ ସାହାଯ୍ୟ ମାଗୁଛି। ଲାଲି ସେ ଝିଅ କାନ୍ଧରେ ହାତ ପକାଇ କହିଲେ, ଠିକ୍ ଅଛି, କୁହ, କ'ଣ ସମସ୍ୟା ଅଛି? ସେଠୁ ସେ କହିଲା କି ମୋ ବାପା ଜଣେ ଅକ୍ଷମ ଲୋକ। ସେ ଠିକ୍ରେ ଚାଲି ବୁଲି ପାରନ୍ତିନି। ଟ୍ରାଇସାଇକେଲରେ ଯିବା ଆସିବା କରନ୍ତି। ମୋ ପରିବାରରେ
ମୋ ବାପା, ମା ଓ ମୁଁ। ଆମର ଗୋଟିଏ କେକ୍ ସପ୍ ଅଛି। ସେ କେକ୍ ସପ୍ରେ ମୁଁ ଓ ମୋ ବାପା କାମ କରୁ। ସେଥିରେ ଯାହା ଆୟ ହୁଏ ଆମ ପରିବାର କଷ୍ଟେ ମଷ୍ଟେ ଚଳିଯାଉ। କିନ୍ତୁ ବୋଧେ ଆମ ଜୀବନରେ ଖରାପ ସମୟ ଆସିଥିଲା। ଦିନେ କିଛି ଯୁବକ ଆସି ଆମ କେକ୍ ସପ୍ରେ କେକ୍ ଖାଇଲେ। ଖାଇସାରି ପଳାଉଥିଲେ। ଟଙ୍କା ମାଗିବାରୁ ସେମାନେ ଗାଳିମନ୍ଦ କଲେ। ମୋତେ ଖରାପ ବ୍ୟବହାର କଲେ। ମୋ ବାପା ପ୍ରତିବାଦ କରିବାରୁ ତାଙ୍କୁ ପ୍ରବଳ ମାଡ଼ ମାରିଲେ। ଏମିତି ମାଡ଼ ମାରିଲେ ଯେ ମୋ ବାପାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଲା। ବାପାଙ୍କର ହାତ ଭାଙ୍ଗି ଯାଇଥିଲା। ଠିକ୍ ହେବାକୁ ପୁରା 7 ମାସ ଲାଗିଲା। ଏହା ଭିତରେ ମୁଁ ଏକା ଦୋକାନ ଚଳାଉଥିଲି। କାରଣ ସେଇ କେକ୍ ସପ୍ ହିଁ ଆମ ପରିବାରର ଭାତ ହାଣ୍ଡି ଥିଲା। ସେଦିନ ପରେ ଆମେ ଚୁପ୍ ରହିଯାଇଥିଲୁ। ହେଲେ ସେମାନେ ପୁଣି ଥରେ ଆସିଲେ ଆଉ ମୋ ସହିତ ପୁଣି ଖରାପ ବ୍ୟବହାର କରିବାକୁ ଲାଗିଲେ। ମୁଁ ଚିଲେଇଲି। ଆଖପାଖ ଲୋକ ଆସିବାରୁ ସେମାନେ ପଳେଇଲେ ସତ, ହେଲେ ମୋ ଆତ୍ମସ୍ୱାଭିମାନରେ ଆଞ୍ଚ ଆସିଲା। ମୋତେ ଖରାପ ଲାଗିଲା କି ମୁଁ କିଛି କରିପାରୁନି ବୋଲି। ଏହାପରେ ମୁଁ ସାହସ ବାନ୍ଧି ମୋ ବାପାଙ୍କୁ ନେଇ ଥାନାକୁ ଗଲି। ଥାନାରେ ଜଣେ କନେଷ୍ଟବଳ ଓ ଏସ୍ଆଇ ଥିଲେ। ଯେତେବେଳେ ମୁଁ ଏଇ କଥା ତାଙ୍କୁ ଜଣେଇଲି, ସେମାନେ ମୋତେ ଗୋଡ଼ରୁ ମୁଣ୍ଡ ଯାଏଁ ଅନେଇଲେ। ତାପରେ ମୁଁ କହିଲି, ସାର୍, ମୋ ଏଫଆଇଆର ରଖନ୍ତୁ ଆଉ ମୋତେ ନ୍ୟାୟ ଦିଅନ୍ତୁ। ହେଲେ ସେମାନେ କହିଲେ କି, ତୋ ସହ ଏମିତି କ'ଣ ହେଇଛି ଯେ ଆମେ ଏଫଆଇଆର ରଖିବୁ? ତୋ ବାପା ତ ଠିକ୍ ହୋଇଗଲାଣି। ସେମାନଙ୍କ ସହିତ ଲାଗିଲେ ଆଗକୁ ତୁ ହଇରାଣ ହେବୁ। ଆମେ କ'ଣ ତୋତେ ସବୁବେଳେ ଜଗିବାକୁ ଯିବୁ ନା କ'ଣ? ମୋତେ କେତେ କ'ଣ କହିବାରୁ ମୁଁ ଡରିକି ପଳେଇ ଆସିଲି। କିନ୍ତୁ ବାପା ମୋତେ ସାହସ ଦେଲେ ଆଉ ତାଙ୍କ ଉପର ଅଫିସର ପାଖକୁ ଯାଇ ଅଭିଯୋଗ କରିବା ପାଇଁ କହିଲେ। ସେଠୁ ପୁଣି ମୋ ବାପାଙ୍କୁ ନେଇ ତାଙ୍କ ଉପର ଅଫିସର ପାଖକୁ ଗଲି। ସେମାନଙ୍କୁ ତାଗିଦ କରି ଏଫଆଇଆର ରଖିବା ପାଇଁ କହିଲେ ଆଉ ମୋତେ ତାଙ୍କ ପାଖକୁ ପଠେଇଲେ। କିନ୍ତୁ ଥାନାରେ ପୁଣି ମୋତେ ଦୁର୍ବ୍ୟବହାର କରାଗଲା। 2 ଦିନ ମୋତେ ଦୌଡ଼େଇବା ପରେ ଶେଷରେ ଏଫଆଇଆର ରଖିଲେ। ଅଭିଯୋଗ ରଖିଲେ ସିନା, ମୋତେ ସେମାନେ ଥାନା ଭିତରେ ଖରାପ ଭାଷାରେ ଗାଳି ମନ୍ଦ କଲେ ଆଉ ହାତ ବି ଉଠେଇଲେ। ମୁଁ ସେଠୁ ପଳେଇ ଆସିଲି। 2 ମାସ ହୋଇଗଲାଣି, କିନ୍ତୁ ସେମାନେ ଏପର୍ଯ୍ୟନ୍ତ କିଛି ବି କଲେନି। ସାହସ ପାଇ ସେ ଯୁବକମାନେ ବି ମଝିରେ ମଝିରେ ଆସି ହଇରାଣ କରୁଛନ୍ତି। ମ୍ୟାଡାମ, ମୋତେ ସାହାଯ୍ୟ କରନ୍ତୁ। ଆପଣଙ୍କ କଥା ମୁଁ ବହୁତ ଶୁଣିଛି। ଆପଣ ନ୍ୟାୟଦାତା। ଆପଣଙ୍କ ନାଁ ଶୁଣିଲେ ସମସ୍ତେ ଡରନ୍ତି। ତେଣୁ ଆପଣ ମୋତେ ନ୍ୟାୟ ଦିଅନ୍ତୁ। କହିକି ସେ ଝିଅ ଲାଲିଙ୍କର ଗୋଡ଼ ତଳେ ପଡ଼ିଗଲେ। ସେ ଝିଅ ଯାହା କହିଲା ଶୁଣିକି ଲାଲିଙ୍କର ରକ୍ତ ଗରମ ହୋଇଗଲା। ସେ ନିଜକୁ ସମ୍ଭାଳି ସେ ଝିଅକୁ ଆଶ୍ୱାସନା ଦେଲେ କି ଖୁବ୍ ଜଲ୍ଦି ତମକୁ ନ୍ୟାୟ ମିଳିବ, ଏବେ ଘରକୁ ଯାଅ। ପୁଣି କାର୍ ଚଳେଇ ସେ କୋର୍ଟ ଫେରିଲେ। କୋର୍ଟ ଫେରିବା ପରେ ତାଙ୍କର ମନେ ପଡ଼ିଗଲା କି କିଛି ଦିନ ହେଲା ତାଙ୍କ ପାଖକୁ ଅନେକ ଚିଠି ଆସୁଛି, ହେଲେ ସେ କାର୍ଯ୍ୟ ବ୍ୟସ୍ତତା ପାଇଁ ଖୋଲିକି ଦେଖିପାରି ନାହାନ୍ତି। ସାଙ୍ଗେ ସାଙ୍ଗେ ସେ ସବୁ ଚିଠି ମଗେଇ ଖୋଲିକି ପଢ଼ିବାରେ ଲାଗିଲେ। ଆଉ ପଢ଼ି ସାରିବା ପରେ ତାଙ୍କର ଆଶ୍ଚର୍ଯ୍ୟର ସୀମା ରହିଲାନି। ପ୍ରାୟ 22ଟି ଚିଠିରେ କେବଳ ସେ ଥାନାର ପୋଲିସ ବାବୁଙ୍କ ନାଁରେ ଅଭିଯୋଗ ରହିଛି। ସମସ୍ତେ ଉପରିସ୍ଥ ଅଧିକାରୀଙ୍କୁ ତାଙ୍କ ନାଁରେ ଅଭିଯୋଗ କଲେ ବି କିଛି କାର୍ଯ୍ୟାନୁଷ୍ଠାନ ହେଇପାରୁନି। ପଢ଼ିକି ତ ତାଙ୍କ ରକ୍ତ ଗରମ ହୋଇଗଲା। କ'ଣ ଚାଲିଛି ଆମ ଦେଶରେ? ଯେଉଁମାନେ ସାଧାରଣ ଜନତାଙ୍କୁ ନ୍ୟାୟ ଦେବା କଥା ତାଙ୍କୁ ହିଁ ଲୁଟୁଛନ୍ତି ଏମାନେ। ଥାନାକୁ ଗଲେ ଚେୟାର ଦେବା ତ ଦୂରର କଥା, ସେମାନଙ୍କୁ ଭଲ ବ୍ୟବହାର ବି କରାଯାଉନି। ଆଉ ନୁହେଁ, ସେ 22ଟି ଚିଠିର ଯେଉଁ ଅଭିଯୋଗ ତାଙ୍କ ପାଖରେ ଥିଲା, ସେହି ଆଧାରରେ ସେ ଏବେ ଆକ୍ସନ ମୋଡକୁ ଆସିଗଲେ। ନିଷ୍ପତ୍ତି ନେଲେ କି ସେ ନିଜେ ଯାଇ ଏହାର ତଦନ୍ତ କରିବେ। ଆଉ କଥା ଯଦି ସତ ହେଲା, ତାହେଲେ ସେ ଚିଠି ଗୁଡ଼ିକୁ ଅଭିଯୋଗ ବୋଲି ଧରାଯାଇ କୋର୍ଟ ତରଫରୁ କାର୍ଯ୍ୟାନୁଷ୍ଠାନ ନିଆଯିବ। ପରଦିନ ସେ ବେଶ ବଦଳାଇଲେ। ଜଣେ ସାଧାରଣ ପରିବାରର ଝିଅ ଭାବରେ ନିଜକୁ ସଜେଇଲେ। ପୋଷାକରେ ସିକ୍ରେଟ କ୍ୟାମେରା ଲଗେଇଲେ। ଆଉ ରାତି 12ଟା ବେଳକୁ ଭାଇକୁ ସାଥିରେ ନେଇ ପହଞ୍ଚିଗଲେ ସେହି ଥାନାରେ। ଥାନାରେ ପହଞ୍ଚିବା ପରେ ଜଣେ କନେଷ୍ଟବଳ ଅଧା କବାଟ ଖୋଲି ପଚାରିଲେ, କ'ଣ କାମ ଅଛି? କାହିଁକି ଭିତରକୁ ଯିବା ପାଇଁ କହୁଛ? ତମେ କିଏ? ଏମିତି ଅନେକ ପ୍ରଶ୍ନ ପଚାରିଲେ। ଆଉ ଲାଲି ଯେତେବେଳେ କହିଲେ କି ଆମେ ଘରକୁ ଫେରୁଥିଲୁ, କିଛି ଲୋକ ଆମକୁ ପିଛା କରିବା ସହିତ ହଇରାଣ କଲେ ଆଉ ମୋତେ ଖରାପ ବ୍ୟବହାର କଲେ, ଆମେ ଦୌଡ଼ିକି ପଳେଇ ଆସିଲୁ।
ମତେ ସେମାନଙ୍କ ନାଁରେ ଏଫଆଇଆର ରୁଜୁ କରିବାର ଅଛି। ଆଉ ଦୟାକରି ମତେ ନେଇକି ଘରେ ଛାଡ଼ିକି ଆସନ୍ତୁ। ସେ କହିଲେ କି ଏବେ ଥାନାରେ କେହି ନାହାନ୍ତି, ତେଣୁ ଯାଇପାରିବେନି, ଆଉ ଏଫଆଇଆର ବି ରୁଜୁ ହୋଇପାରିବନି, ସକାଳୁ ଆସ। ଲାଲି ଦୃଢ଼ତାର ସହିତ ପଚାରିଲେ, କ'ଣ ପାଇଁ ସକାଳୁ ଆସିବି? ମତେ ଏବେ ହିଁ ଏଫଆଇଆର ଦେବାର ଅଛି। ସେଠୁ ସେ କିଛି ନ ଶୁଣି କବାଟ ଦେଇଦେଲେ। ମୁଁ କବାଟ ଜୋର ଜୋର ପିଟିବାରୁ ସେ ଝରକା ଖୋଲି ମନ ଇଚ୍ଛା ଗାଳିଦେଲେ। ମୁଁ ହାତ ଯୋଡ଼ି ଅନୁରୋଧ କଲି କି ନହେଲେ ମତେ ନେଇ ଘରେ ଛାଡ଼ି ଦିଅନ୍ତୁ। ସେ କହିଲେ କି ଗାଡ଼ିରେ ତେଲ ନାହିଁ, 1000 ଟଙ୍କା ବାହାର କର, ଗାଡ଼ିରେ ତେଲ ପଡ଼ିଲେ ତମକୁ ଛାଡ଼ିପାରିବି। ସେଠୁ ଲାଲି କହିଲେ କି ଠିକ୍ ଅଛି, ମୁଁ 1000 ଟଙ୍କା ଦେବି, ଆପଣ ଏଫଆଇଆର ରୁଜୁ କରି ମତେ ନେଇକି ଛାଡ଼ିକି ଆସିବେ। ସେହି ଝରକା ଦେଇ ହିଁ ଲାଲି ସେ କନେଷ୍ଟବଳଙ୍କୁ 1000 ଟଙ୍କା ଦେଲେ। ତାପରେ କନେଷ୍ଟବଳ କବାଟ ଖୋଲିଲେ। ଆଉ ଲାଲି ଯେତେବେଳେ ଭିତରକୁ ଗଲେ ସେ ଦୃଶ୍ୟ ଦେଖିକି ତାଙ୍କ ମୁଣ୍ଡ ଘୂରିଗଲା। ଥାନାରେ ଜଣେ ଏସ୍ଆଇ ଡ୍ୟୁଟିରେ ଥିଲେ। ସେ ତାଙ୍କ ସିଟ୍ରେ ବସି ମଦ ପିଉଥିଲେ। ଟେବୁଲ ଉପରେ ମଦ ବୋତଲ ସହିତ ଚିକେନ ରହିଥିଲା। ଗୋଡ଼ ଉପରେ ଗୋଡ଼ ଥୋଇ ସେ ମଦ ଚିକେନ ଖାଉଥିଲେ। କେବଳ ହାଫ୍ ପ୍ୟାଣ୍ଟଟିଏ ପିନ୍ଧିଥିବା ବେଳେ ଦେହରେ କିଛି ବି ପୋଷାକ ନଥିଲା। ଲାଲି ଯାଇ ତାଙ୍କ ଟେବୁଲ ସାମ୍ନାରେ ବସିଲେ, କାରଣ ସେ ହିଁ ଏଫଆଇଆର ଲେଖିବାର ଥିଲା। କିନ୍ତୁ ସେ ମଦ ନିଶାରେ ଚୁର ଥିଲେ। ଲାଲିଙ୍କୁ ଇଆଡ଼ୁ ସିଆଡ଼ୁ କରି ବହୁତ ଖରାପ ପ୍ରଶ୍ନ ପଚାରିଲେ। ଏତେ ରାତିରେ ତୁ କାହିଁକି ଘରୁ ବାହାରୁଥିଲୁ? ସେ ଯୁବକମାନେ ତୋ ସାଥିରେ କ'ଣ କଲେ? ତୋର କେଉଁ ଜାଗାକୁ ଛୁଇଁଛନ୍ତି? ଇତ୍ୟାଦି ଇତ୍ୟାଦି। ତଥାପି ଲାଲି ମ୍ୟାଡାମ ସବୁ ପ୍ରଶ୍ନର ଉତ୍ତର ଦେଲେ। ତଥାପି ଲାଲିଙ୍କ ଏଫଆଇଆର ଲେଖିଲେନି ସେ ଏସ୍ଆଇ। ଲେଖିବା ବଦଳରେ କହିଲେ କି ତୁ ଆଜି ମୋ ପାଖରେ ରହିଯା, ତାହେଲେ ତୋର ସବୁ ଠିକ୍ କରିଦେବି ମୁଁ। ଶୁଣିକି ଲାଲି ଆଉ ଧୈର୍ଯ୍ୟ ଧରି ରହିପାରିଲେନି। ଛିଡ଼ା ହୋଇ ସେ ଏସ୍ଆଇଙ୍କ ଗାଲରେ ଏକ ଶକ୍ତ ଚାପୁଡ଼ା ଲଗାଇଦେଲେ। ଯେମିତି ଜଣେ ଝିଅ ହାତରୁ ଚାପୁଡ଼ା ଖାଇଲେ ତାଙ୍କ ପୌରୁଷତ୍ୱ ଜାଗି ଉଠିଲା। ଉଠିପଡ଼ି ଲାଲିଙ୍କୁ ଧରି ପକାଇ ଅସତ୍ ବ୍ୟବହାର କରିବାକୁ ଆରମ୍ଭ କରିଦେଲେ। ହେଲେ ସେ ଜାଣିନଥିଲେ କି ଯାହା ଦେହରେ ସେ ହାତ ଦେଉଛନ୍ତି ସେ ଜଣେ ବ୍ଲାକ୍ ବେଲ୍ଟ ବୋଲି। ଲାଲି ଥିଲେ କରାଟେ ମାଷ୍ଟର ଆଉ ଆଇନର ପୂଜାରୀ। ଯେମିତି ସେ ଏସ୍ଆଇ ତାଙ୍କୁ ଧରି ପକାଇଲେ ସେ ଆରମ୍ଭ କରିଦେଲେ ଫାଇଟ୍। ଏମିତି ଷ୍ଟାଇଲରେ ମାରିଲେ ଯେ ଏସ୍ଆଇଙ୍କର ହୋସ ରହିଲାନି। ଏସ୍ଆଇ ମାଡ଼ ଖାଇବାର ଦେଖି ଆଉ 2 ଜଣ କନେଷ୍ଟବଳ ଦୌଡ଼ି ଆସି ଲାଲିଙ୍କୁ ଧରିବା ପାଇଁ ଚେଷ୍ଟା କଲେ। ହେଲେ ଲାଲି 3 ଜଣଙ୍କୁ ଏମିତି ଧୋଇଲେ ଯେ ସେମାନଙ୍କର ହୋସ ଉଡ଼ିଗଲା। କାହାର ମୁଣ୍ଡ ଫାଟିଥିଲା ତ କାହାର ଗୋଡ଼ ଭାଙ୍ଗିଥିଲା, ଆଉ କିଏ ଖଣ୍ଡିଆ ଖାବରା ହୋଇ ତଳେ ପଡ଼ିଲା। 2 ଘଣ୍ଟା ଧରି ଥାନା ଭିତର ପାଲଟି ଯାଇଥିଲା ରଣକ୍ଷେତ୍ର। ଲାଲି ନିଜେ ଆମ୍ବୁଲାନ୍ସ ଡାକି ସେମାନଙ୍କୁ ହସ୍ପିଟାଲକୁ ପଠେଇଲେ, ଆଉ ଏସିପିଙ୍କୁ ଫୋନ କରି ଡକେଇ ପଠେଇଲେ। ତୁରନ୍ତ ଏସିପି ଆସି ଥାନାରେ ପହଞ୍ଚିଗଲେ। ଲାଲିଙ୍କ ସିକ୍ରେଟ କ୍ୟାମେରାରେ ସବୁ ରେକର୍ଡ ହୋଇ ରହିଥିଲା। ଥାନା ଭିତରେ ଯାହା ଯାହା ଘଟିଲା ସେ ଏସିପିଙ୍କୁ ସବୁ କଥା କହିଲେ। ତାହା ସହିତ ପ୍ରବଳ ଗାଳି ଦେଲେ। କହିଲେ କାଲି ସୁଦ୍ଧା ସମସ୍ତେ ଆସି କୋର୍ଟରେ ହାଜର ହୁଅ, ସମସ୍ତଙ୍କ ପାଖକୁ ମୁଁ ସମନ ପଠାଉଛି କହିକି ସେଠାରୁ ପଳେଇଲେ। ପରଦିନ ସବୁ ପୋଲିସ ଅଧିକାରୀଙ୍କୁ କୋର୍ଟରୁ ସମନ ଗଲା କି ପରଦିନ ଆସି ହାଜିର ହୁଅ। ସମନ ପାଇ ପୋଲିସ ବିଭାଗରେ ଚାଞ୍ଚଲ୍ୟ ଖେଳିଗଲା, କାରଣ ସେମାନେ ବି ଜାଣିଥିଲେ କି ବୟସରେ ଛୋଟ ହେଲେ ବି ଲାଲି ମ୍ୟାଡାମ ପୁରା ଶକ୍ତ, କାହାରିକୁ ଛାଡ଼ନ୍ତିନି। ପରଦିନ ଏସିପିଙ୍କ ସମେତ ସେ ଥାନାର 2 ପୋଲିସ ଆସି କୋର୍ଟରେ ହାଜର ହେଲେ। କେବଳ ଗୋଡ଼ ଭାଙ୍ଗିଥିବା ପୋଲିସ କର୍ମଚାରୀ ଆସିନଥିଲେ। 2 ପୋଲିସ ଭିତରୁ ଜଣେ ଅଧା ମୁହଁରୁ ବ୍ୟାଣ୍ଡେଜ ଭିଡ଼ିଥିବା ବେଳେ ଆଉ ଜଣେ ହାତରେ ବ୍ୟାଣ୍ଡେଜ ଗୁଡ଼ାଇଥିଲେ। ଦେଖିକି ସମସ୍ତେ ବି ଆଶ୍ଚର୍ଯ୍ୟ ହେଉଥିଲେ କି ପୋଲିସ ବାବୁମାନଙ୍କର ଏମିତି ଅବସ୍ଥା କରିବାକୁ କାହାର ସାହସ ହେଲା। କୋର୍ଟ କାମ ଆରମ୍ଭ ହେଲା। ଲାଲି ମ୍ୟାଡାମ ସେ 22ଟି ଚିଠିର ଅଭିଯୋଗକାରୀଙ୍କୁ ବି ଡକାଇଥିଲେ। ସମସ୍ତେ ସେ ପୋଲିସ ବିରୁଦ୍ଧରେ ପ୍ରମାଣ ଦେଲେ, କେମିତି ପୋଲିସ ଷ୍ଟେସନରେ କ'ଣ କ'ଣ ଚାଲିଥିଲା। ଶେଷରେ ଲାଲି ମ୍ୟାଡାମ ନିଜ ସିକ୍ରେଟ କ୍ୟାମେରା ରେକର୍ଡ ହୋଇଥିବା ସେହି ଦିନର ଘଟଣାକୁ ଟିଭି ସ୍କ୍ରିନରେ ଦେଖାଇଲେ। ଦେଖିକି ତ ସମସ୍ତେ ତାଜୁବ ହୋଇଗଲେ। ଜଣେ ମହିଳା ବିଚାରପତିଙ୍କ ଏମିତି ରୂପ ଦେଖିକି ସମସ୍ତେ ଡରିଗଲେ। ବିଚାର ସରିଲା, ଆଉ ସେଦିନ ହିଁ ସେ ନ୍ୟାୟ ଶୁଣାଇଦେଲେ। ସେ ଥାନାର ସେ 3 କର୍ମଚାରୀ ସସ୍ପେଣ୍ଡ ହେଲେ, ଆଉ ବାକି କର୍ମଚାରୀଙ୍କ ସହିତ
जिलार सबु थाना को कड़ा तागिद करागला कि आजिठारु जदि कौनसी जने भी लोक कोर्ट को अभियोग नहीं आसंती ताहले कड़ा कार्यानुष्ठान नियाजिबो। पुलिस लज्जित अनुभव कला। कोर्ट भितरे एसपी क्षमा मागिले। कोर्ट भितरे लाली मैडम कर जय जयकार हेला। आगो को बढ़िबा आगरु गोटे सूचना देबी, जदि आपण माने ऑनलाइन शॉपिंग करूछंती ताहले अमेज़न नु शॉपिंग करि परिबे। डिस्क्रिप्शन ने लिंक देइछि, से लिंक रु जदि आपण किछि किनाकिनी करूछंती ताहले आमे किछिटा उपकृत होई परिबो। तो कहानीटी एतिकी थिला। लालींको परी सबु झियो जदि निजको सशक्त बा दृढ़ करि पारंते ताहले दुनिया बदली जानता। नारी को छुईबा तो दूरर कथा, खराब नजर रे देखिबा को भी के साहस करि पारंतेनी। जदि ठीक कथा ताहले कमेंट बॉक्स रे निजर ना सहित जागा ना दे कमेंट करिवे। वीडियो भल लागिथिले लाइक शेयर करिवा सहित चैनल को सब्सक्राइब कर देबे। बेल आइकन भी ऑन कर देबे। आउ हां, आमे आपनक सहित फेसबुक रे भी जोड़ी हेबा को चाहूचु, तेणु मो फेसबुक पेज को फॉलो कर देबे। लिंक डिस्क्रिप्शन में रहिछि। गत वीडियो को जे माने संपूर्ण देखिबा सहित लाइक शेयर करी कमेंट करिसेंती से माने हेले रंजिता साहू, बांछा कटक, हुलास माझी नयागढ़, पंचानन मुनि, निरोध कुमार शतपथी, मानसी स्वाई प्रशांत स्वाई जगतसिंहपुर, लिपिका पंडा, रमाकांत महापात्र बरगढ़, जसवंत रक्स सुंदरगढ़, संतोष साहू बरमुंडा, कंभुपाणी प्रधान बौद्ध, विजय कुमार पात्र मंटू, आपण समस्त को अनेक अनेक धन्यवाद। आशा करूछु एमिति आम सहित जोड़ी हुई रहिबे।